भाई नमस्कार। नमस्कार भाई। ଆଉ ଆର୍ଏନ୍ କୋରାପୁଟ ୟୁଟ୍ୟୁବ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ସ୍ୱାଗତମ ଭାଇ। हो भाई। ତା କ'ଣ ହେଲା ଭାଇ ଯୋଉ ପାଠ ଛାଡ଼ିଦେଲେ? ପାଠ ଛାଡ଼ିଦେବା କାରଣଟା ହେଲା ଆମର ଜମି ବାଡ଼ି ଅଛି, ଆଚ୍ଛା ଚାଷବାସ କାମ ଦେଖିବାର ପାଇଁ ବୋଲିକିନା ପାଠ ଛାଡ଼ିବାକୁ ପଡ଼ିଲା ଆଉ। ମାଷ୍ଟର ବାବୁ କେବେ ମତେ ଭିଆ ହେବୁ। ମାନେ ସେ ନାଟର ଫାଷ୍ଟ ଅଭିନୟ ସେ କରିଥିଲେ। ନା ମୋର ଫାଷ୍ଟ ନାଟ ସେଟା। ଆଚ୍ଛା ଖେରେ କାଳି ସିରେ ଚରଣ ଅବେ ମୋ ପୁରା ନାଟ ହେଲା କାଳି ଚରଣ। ବାଧ୍ୟ ହେଇକିନା ଲୁଚି ଲୁଚିକିନା ଯାଉଥିଲି ଆଉ। ଆଚ୍ଛା 6ଟା ନାଟରେ ଅଭିନୟ କରୁଛି। ଆଚ୍ଛା ମୋର ଭିଡ଼ିଓ ଦେଖିବା ଭାଇ ଭଉଣୀମାନଙ୍କୁ ଦିଲସେ ନମସ୍କାର। और ଆପଣମାନେ କେମିତି ଅଛ? और आशा କରୁଛି ଭଲରେ ଥିବେ और ସଦାବେଳେ ଭଲରେ ରୁହନ୍ତୁ। और ଆଜି ଏକ ଭୁବନ ଗୁରୁଙ୍କ जो विलेन अभिनय କରୁଛନ୍ତି ସେ ଭାଇଙ୍କ ପାଖରେ ଆସିଛି। और ସେ ଭାଇଙ୍କ ଲାଇଫ ଷ୍ଟୋରି ଟିକେ ଆଜି ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖାଇବା ପାଇଁ ଆଜି ଯୋଉ ଭାଇଙ୍କ ପାଖରେ ମୁଁ ଆସିଛି। और ଦେଖିପାରୁଥିବେ ଆମର ପାଖରେ ହିଁ ଅଛି। और ନୂଆ ହିଁ ଆସିଥିବା ଭାଇ ଭଉଣୀମାନଙ୍କୁ ଆମର ଆର୍ଏନ୍ କୋରାପୁଟ ୟୁଟ୍ୟୁବ ଚ୍ୟାନେଲ ତରଫରୁ ସ୍ୱାଗତମ। और ଭାଇ ନମସ୍କାର। ନମସ୍କାର ଭାଇ। ଆଉ ଆର୍ଏନ୍ କୋରାପୁଟ ୟୁଟ୍ୟୁବ ଚ୍ୟାନେଲ ତରଫରୁ ସ୍ୱାଗତମ ଭାଇ। हो ଭାଇ। ଭାଇ ଆପଣଙ୍କର ପରିଚୟ ଟିକେ ଦେଲେ ଭାଇ। ପ୍ରଥମେ ଭୁବନ ଗୁରୁକୁ ମୁଁ ନମସ୍କାର କରୁଛି। ତାଙ୍କ ଆଶୀର୍ବାଦରୁ ଆଜି ମୁଁ ଏଇ ଜାଗାରେ ଅଛି, ସେଥିପାଇଁ ଭୁବନ ଗୁରୁକୁ ନମସ୍କାର କରୁଛି। ଆଉ ମୁଁ କିଛି ନାଟ ବିଷୟରେ କହିବାକୁ ଯାଉଛି। ମୋର ନାଁ ହେଲା ଶମ୍ଭୁ, ଆଉ ଆମର ଗାଁଟା ହେଲା ପୂଜାରୀପୁଟ, ଆଚ୍ଛା କାଳିଆ ଗାଁ ପଞ୍ଚାୟତ, ଆଚ୍ଛା ଆଉ ଜୟପୁର ବ୍ଲକ ବ୍ଲକ ହଁ। ଆଉ ଡିଷ୍ଟ୍ରିକ୍ଟ କୋରାପୁଟ। କୋରାପୁଟ। ହଁ। ଆପଣ କେତେ ପଢିଛନ୍ତି ଭାଇ? ମେଟ୍ରିକ ଯାଏ ପଢିଛି ଭାଇ। 10th କ୍ଲାସ ଯାକ ହଁ। ପଢିଛ। କେତେ ଭାଇ ଭଉଣୀ? ଆମେ 3 ଭାଇ 3 ଭଉଣୀ। 3 ଭାଇ 3 ଭଉଣୀ। ହଁ। ଆଚ୍ଛା ସମସ୍ତେ ବାହା ହେଇ ସାରିଲେଣି କି ଭାଇ ନାହାନ୍ତି ଭାଇ? ତାଙ୍କେ ଭାଇ ସାରିଲେଣି, ଆଉ ମୁଁ ଅଛି, ଆଉ ମୋର ପରେ ଗୋଟେ ସାନ ଭାଇ ଅଛି। ଆଚ୍ଛା ଭାଇ ତୁମ କେତେ ନମ୍ବରରେ ଅଛ ଭାଇ ଆପଣ? ମୁଇଁ 5 ନମ୍ବରରେ ଅଛି ଆଉ। 5 ନମ୍ବର। ଭାଇ। ଆଉ ସବୁ ଭାଇ ଅଛନ୍ତି। ଆଉ ହଁ। ଛୋଟ ସିଷ୍ଟର ଅଛି କି ଭାଇ ଅଛି? ଭାଇ ଅଛି। ଭାଇ ଅଛି। ହଁ। ଆଚ୍ଛା କ'ଣ ହେଲା ଭାଇ ଯୋଉ ପାଠ ଛାଡ଼ିଦେଲେ? ପାଠ ଛାଡ଼ିଦେବା କାରଣଟା ହେଲା ଆମର ଜମି ବାଡ଼ି ଅଛି, ଆଚ୍ଛା ଚାଷବାସ କାମ ଦେଖିବାର ପାଇଁ ବୋଲିକିନା ପାଠ ଛାଡ଼ିବାକୁ ପଡ଼ିଲା ଆଉ। ଆଚ୍ଛା ଆଉ ଯୋଉ ଆମର କଳା ଲାଇନରେ କେମିତି ଗଲ? ଯୋଉ ଆମର ନାଟ ଅଭିନୟ କରିବା ପାଇଁ କ'ଣ ପାଇଁ ଏ ଲାଇନରେ ଗଲ ଭାଇ? ସେ ଲାଇନରେ ବୋଲେ ଆମର ଗାଁ ପାଖରେ ଦଳେଇପୁଟ ବୋଲି ଗୋଟେ ଗାଁ ଅଛି। ଆଚ୍ଛା ସେ ଗାଁରେ ଭୁବନ ଗୁରୁ ଆସିଲା, ଆଚ୍ଛା ଆସିକିନା ନାଟ ଶିଖାଇବାକୁ ତାଙ୍କେ କଥା ହେଲେ ଦଳେଇପୁଟର ଗାଁ ଲୋକ ସହିତ। ଆଚ୍ଛା ତାରପରେ ଡିସାଇଡ୍ କଲେ ସେ ପିଲାକୁ ଆଉ ଡାକବା ବୋଲିକିନା କହିଲେ। ଆଚ୍ଛା କହିଲାରୁ ତାଙ୍କେ ଆଇଲେ, ତାଙ୍କେ ଆସିକିନା ମୋର ସାଙ୍ଗରେ କଥାବାର୍ତ୍ତା ହେଲେ। ହଁ ମାନେ ଦଳେଇପୁଟ ଆପଣଙ୍କ ଗାଁରୁ କେତେ ବାଟ ହବ? 1/2 କିଲୋମିଟର ହବ। 1/2 କିଲୋମିଟର। ହଁ। ଆଚ୍ଛା ସେ ଯୋଉ ସେଇଠି ମାନେ ନାଟ ଆରମ୍ଭ କଲ କେତେ ମସିହାରେ ଆରମ୍ଭ କଲ ମନେ ଅଛି କି ନାହିଁ? ମନେ ଅଛି। କେତେ 2019ରେ। 2019ରେ। ହଁ। ଆଚ୍ଛା ଯୋଉ ଅଭିନୟ କଲ ଯେ ସେ ନାଟର ନା କ'ଣ ଥିଲା? ମାଷ୍ଟର ବାବୁ କେବେ ମତେ ଭିଆ ହେବୁ। ମାନେ ସେ ନାଟର ଫାଷ୍ଟ ଅଭିନୟ ସେ କରିଥିଲେ। ନା ମୋର ଫାଷ୍ଟ ନାଟ ସେଟା। ଆଚ୍ଛା ହଁ। ଆଚ୍ଛା ସେ ଯୋଉ ନାଟ କେତେ ବର୍ଷ ଖଣ୍ଡେ ବୁଲିଲା ଭାଇ? ସେଟା ବେଶୀ ବୁଲି ନାହିଁ ଭାଇ, ନା ବେଶୀ ବୁଲି ନାହିଁ। କାହିଁକି ବୋଲେ ନାଟ ବାହାରିକିନା ପାଖାପାଖି ଗୋଟେ 12-13 ରାତି ଯାଇଥିଲା, ଆଉ ଲକଡାଉନ ହେଇଗଲା। ଆଚ୍ଛା ଲକଡାଉନ ହେଇଯିବାରୁ ନାଟଟା ବନ୍ଦ ହେଇଗଲା, ପ୍ରାୟ ଗୋଟେ ବର୍ଷ ବନ୍ଦ ହେଇଗଲା। ହଁ ତାର ନେକ୍ସଟ ବର୍ଷେ କେତେ ବୁଲିଲା, ସବୁ ହେଇକିନା ଗୋଟେ 80-90 ରାତି ବୁଲିଥିବ ସେ ନାଟ। ଆଚ୍ଛା ଯୋଉ ଫାଷ୍ଟ ସେ ନାଟରେ ଅଭିନୟ କଲ ଭାଇ, ସେ ମାନେ ଭିଲେନ ରୋଲ ହିଁ ଦେଲେ ନା ଆଉ କୋଉ ରୋଲ ଦେଇଥିଲେ? ନା ଭିଲେନ ରୋଲ ହିଁ ଦିଆଯାଇଥିଲା ମତେ। ଦିଆଯାଇଥିଲା। ହଁ। ତାପରେ ଲକଡାଉନ 2 ବର୍ଷ ସରିଲା ପରେ ଅଭିନୟ କରିବା ପାଇଁ ଗୁରୁମନ ଡାକିଲେ ନା ନିଜେ ଗୁରୁମନକୁ ମୁଁ ଅଭିନୟ କରିବା ପାଇଁ ଚାହୁଁଛି ଗୁରୁ ଏମିତି କହିଲ ଭାଇ? ନାଇଁ ମୁଇଁ ବି କହିଥିଲି, ଆଉ ଗୁରୁ ବି ନା ପିଲା ଟିକେ ଭଲ ରୋଲ କରୁଛି, ଆଉ କୁଆଲ ନାଟରେ ଗୋଟେ ଦେବା ବୋଲିକିନା କହିକିନା ମତେ ଗୁରୁ ଡାକିକିନା ଦେଇଥିଲେ। ଆଚ୍ଛା ଯୋଉ ଲକଡାଉନ ସରିଲା ପରେ ଭାଇ ଯୋଉ କୋଉ ଗାଁରେ ଅଭିନୟ କରିବା ପାଇଁ ଯୋଉ ଗଲ ଭାଇ 2 ବର୍ଷ ପରେ? ସେଟା ଆମର ସେ ମାଲକାନଗିରି
ମାଲକାନଗିରି ଜିଲ୍ଲା ବୋଲି ଗୋଟେ ଅଛି ବାଲିକୁଣ୍ଡ ହୁଁ ଗୋବିନ୍ଦପାଲି ସେ ଘାଟି ଉପରେ ହୁଁ ସେ ଗାଁରେ ଫାଷ୍ଟ ଅଭିନୟ କରିଥିଲି ବାଲିକୁଣ୍ଡରେ। ଆଚ୍ଛା ସେ ନାଟକ କେତେ ବର୍ଷ ବୁଲିଲା? ସେ ନାଟ ବୁଲିଲା 2 ବର୍ଷ ବୁଲିଲା। 2 ବର୍ଷ। ହୁଁ 2 ବର୍ଷ ବୁଲିଲା ପରେ ଏବେ ଏବେ ବର୍ତ୍ତମାନ 2024 ରେ ଆମ କୋଉ ଗାଁରେ ଅଭିନୟ କରୁଥିଲ? ମାନେ ଏଇ ବର୍ଷର କଥା ଏଇ କହୁଥିଲ। ବର୍ଷ ଆମର କଟପାଡ଼ ପାଖରେ ଅଛି ବନଶୁଲି ବୋଲି ଗୋଟେ ଗାଁ ଅଛି ଆଚ୍ଛା ସେ ଗାଁରେ ଅଭିନୟ କରୁଥିଲି। ଆଚ୍ଛା ସେ ମାନେ ସେଠି ସେ ନାଟକ ଏବେ କେତେ ବର୍ଷ ଖଣ୍ଡେ ବୁଲିବ ଆଶା ଲାଗୁଛି? ବୁଲିବ ଚାଲି ଏବେ ତ ଗୋଟେ ବର୍ଷ ପୁରିଲା ହୁଁ ଆର ଏଇ ବର୍ଷ ବି ଚାଲିବ ହୁଁ ଆହୁରି ନେକ୍ସଟ ବର୍ଷକୁ ବି ଫାଙ୍କା ଫାଙ୍କା ଦେଖିକିନା ଚାଲିବ ଆଉ। ଆଚ୍ଛା ମାନେ ଯୋଉ ବନଶୁଲି ଗ୍ରାମର ନାଟକ ନା କଣ ଭାଇ? ଓ ମାଇ ସୁଇଟ୍ ତୁ ମୋର ଲାଇଫ ଆଚ୍ଛା ସେ ନାଟ ସେଇଠି ମତେ ଭିଲେନ ଭିଲେନ ରୋଲ ରୋଲ। ସେଠି ବି ଭିଲେନ ରୋଲ ଆଚ୍ଛା କରୁଛି। ଯୋଉ ଆମର ବନଶୁଲି ଗ୍ରାମର ନାଟ ଅଭିନୟ କରିବା ପାଇଁ ମାନେ କେମିତି ଏକ୍ସପିରିଏନ୍ସ କଣ ଲାଗୁଛି? ଲାଗୁଛି ଭଲ ଥିଲା ଗୋଟେ ହିରୋଇନ ର ଭାଇ ରୋଲ କରୁଥିଲି ସେଠି ଆଚ୍ଛା ଗୋଟେ ଗର ଷ୍ଟୋରିଟା ନାଟକ ଥିଲା ହୁଁ। ଭଲ ଅଛି ଷ୍ଟୋରିଟା ଭଲ ଅଛି ଗୋଟେ ଭାଇ ରୋଲ କରୁଛି ଆଉ। ଆଚ୍ଛା ଆଉ ଭାଇ ଯୋଉ ଆପଣ ସେ ଯୋଉ ଚୁଟି ରଖିଛନ୍ତି ମାନେ ଗୁରୁ କହିବାରେ ରଖିଛନ୍ତି ନା ନିଜ ଇଚ୍ଛାରେ ରଖିଛନ୍ତି ନା କଣ? ନାଇଁ ଆଗରୁ ରଖିଥିଲି ତାରପରେ ନାଟରେ ମିଶିଲା ପରେଠୁ ଏମିତି ଛାଡି ଦେଇଛି ଆଉ ଗୁରୁ ବି କହିଲା ଚୁଟି ଆଉ କାଟନା ବୋଲିକିନା କହିଲାରୁ କାଟି ନାହିଁ ଆଉ ଛାଡି ଦେଇଛି ଆଉ। ଆଚ୍ଛା ଘରେ କଣ କହୁଛନ୍ତି ନା ନାଇଁ ଭାଇ ଯୋଉ ଚୁଟି ପାଇଁ? ଘରେ ତ କହୁଥିଲେ ଆଗା ଚୁଟି କାହିଁକି ଏମିତି ରଖୁଛୁ କାଟି କାଟି ପକା ବୋଲିକିନା କହୁଥିଲେ ଆଚ୍ଛା ହେଲେ କାଟିବି ବୋଲିକିନା ଏମିତି ଅଛି ଆଉ ଏବେ ନାଟରେ ଭୁଲୁଛି ବୋଲିକିନା କିଏ କହୁନାହାନ୍ତି ଆଗା। ଆଚ୍ଛା ଯୋଉ ପ୍ରଥମ ଥର ଯୋଉ କଳା ଲାଇନ କୁ ଯିବା ପୂର୍ବରୁ ଘରେ ମାନେ କଣ କହୁଥିଲେ କି କିଛି କହୁନଥିଲେ ଯୋଉ ଆମ ଯୋଉ ଅଭିନୟ କରିବା ପାଇଁ ଯାଉଥିଲ ଯେ ଭାଇ ସେ ଟାଇମିଂରେ? ଘରେ ତ ମନା କରୁଥିଲେ ଆଚ୍ଛା କାହିଁକି ବୋଲେ ଆମର ଜମି ବାଡି ଦେଖାଶୁଣା କରିବା ପାଇଁ କିଏ ନାହିଁ ହୁଁ। ସେଥିପାଇଁ ତ ଏଇ ନାଟରେ ଯଦି ଯିବୁ ବୋଲେ ଜମି ବାଡି କିଏ ଦେଖାଶୁଣା କରିବେ ଆଚ୍ଛା ଯାହା ନାହିଁ ବୋଲିକିନା କହୁଥିଲେ ହେଲେ ମୁଁ ବାଧ୍ୟ ହେଇକିନା ଲୁଚି ଲୁଚିକିନା ଯାଉଥିଲି ଆଉ। ଆଚ୍ଛା ଏବେ କଣ କହୁଛନ୍ତି ଭାଇ? ଏବେ କହୁନାହାନ୍ତି କିଛି ଏବେ କିଛି ଏବେ କିଛି କହୁନାହାନ୍ତି। ଏବେ କଣ ପାଇଁ କିଛି କହୁନାହାନ୍ତି ଭାଇ? କାହିଁକି କହୁନାହାନ୍ତି ବୋଲେ ନାଟରେ ବି ଯାଉଛି ଆହୁରି ଚାଷ ଟାଇମ ଦେଇକିନା ଚାଷ ବାସ କାମ ବି କରୁଛି ଆଚ୍ଛା ସେଥିପାଇଁ କିଛି କହୁନାହାନ୍ତି ଆଉ ସମୟ ଦେଇକିନା ସବୁ କାମ ଚାଲିଛି ଆଉ। ଆଚ୍ଛା ସେଥିପାଇଁ ଘରେ କିଛି ଘରେ କହୁନାହାନ୍ତି। କିଛି କହୁନାହାନ୍ତି ଆଚ୍ଛା ଯୋଉ ଭାଇ ଘରେ ମା ବାପା ଅଛନ୍ତି 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 ହଁ ମାନେ ମା ବାପା କଣ କରୁଛନ୍ତି? ତାଙ୍କେ ଘରେ ଅଛନ୍ତି ଆଉ। ଆଚ୍ଛା ମାନେ ଯୋଉ ପ୍ରଥମ ଥର ଯୋଉ ଅଭିନୟ କଲ ଯେ ଭାଇ ସେ ଟାଇମ ତମର ବୟସ କେତେ ହେଇଥିଲା ଭାଇ? ସେ ଟାଇମରେ ମୋର 17 18 ଏମିତି ହେଉଥିଲା। 17 18। ହଁ 17 ନା 18 ଚାଲିଥିଲା ଆଉ। ଆଚ୍ଛା ଏତେ ଅଭିନୟ କରିଛ ମାନେ କେତେଟା ଖଣ୍ଡେ ନାଟର ଅଭିନୟ କରିଛ ଭାଇ? ଅଛି ବେଶୀ ତ ନାହିଁ 5ଟା ନା 6ଟା ନାଟରେ ଅଭିନୟ କରୁଛି। ଆଚ୍ଛା 5ଟା 6ଟା ହଁ ମାନେ 5ଟା 6ଟା ନାଟରେ ଅଭିନୟ କରିଛ ଯେ ଯୋଉ 5 6ଟା ନାଟରେ ଅଭିନୟ କରିଛ ତାହିଁରେ କୋଉ ଗାଁରେ କୋଉ ନାଟରେ ଅଭିନୟ କରିଛ ଆପଣ ମାନେ ଦର୍ଶକ ବନ୍ଧୁ ମାନଙ୍କୁ କୋଉ ନାଟରେ ଅଭିନୟ କରୁଥିବାରୁ ଭଲ ଲାଗିଛି ମାନେ ଅଧିକା ଲୋକପ୍ରିୟ କୋଉ ନାଟରେ ଅଧିକା ପାଇଛ ଲୋକପ୍ରିୟ? କୋଉ ନାଟରେ ବୋଲେ ଆମର କୁନ୍ଦ୍ରା ବ୍ଲକ କଟଲାପଦର ବୋଲି ଗୋଟେ ଗାଁ ଅଛି ଆଚ୍ଛା ସେ ନାଟରେ ବେଶୀ ଟିକେ ପ୍ରଶଂସା ପାଇଛି। ପ୍ରଶଂସା ପାଇଛ। ହଁ ଆଚ୍ଛା ସେ ନାଟକ କେତେ ମାନେ କେତେ ବର୍ଷ ଖଣ୍ଡେ ବୁଲିଲା? 2 ବର୍ଷ ଖଣ୍ଡେ ବୁଲିଲା ସେଇଟା ଏବେ ବି ଚାଲିଛି ଆରେ ଏବେ ଗଣେଶ ପୂଜା ପାଇଁ ମିଶା ବଣା ଧରା ହେଇଛି ସେ ଆଚ୍ଛା ନାଟ କଟଲାପଦର ନାଟ। ହଁ କଟଲାପଦର ନାଟ। ଆଚ୍ଛା 2025 ପାଇଁ ମାନେ ଆଉ ଅଭିନୟ କରିବ କି କରିବନି ଭାଇ? କରିବି ବୋଲି ତ ଭାବୁଛି ଆଉ। ଭାବୁଛ ହଁ ଭାବୁଛି ମାନେ ସେମିତି କିଛି ଗୁରୁ ଡିସାଇଡ କରୁନାହିଁ ନା କଣ? ଡିସାଇଡ କରିଛି ଗୋଟେ ଆଖଡ଼ାରେ ଏବେ ବି ଯାଉଛି ଏ ଆଚ୍ଛା ଗାଁରେ ଆଉ ତତେ ଫିକ୍ସ କରିଦେବି ବୋଲିକିନା କହୁଛି ଆଉ ସେ ଗାଁର ଲୋକ ମଧ୍ୟ ଭାଇନା ତୁ ଆମର ନାଟରେ ଥା ରୋଲ କରିବୁ ବୋଲିକିନା କହୁଛନ୍ତି। ହୁଁ। ଏବେ ଯାଏ ତ ଫିକ୍ସ ହେଇନାହିଁ ତା ଫିକ୍ସ ହେବି ବୋଲି ମୋର ଆଶା ଅଛି ଆଉ। ଆଚ୍ଛା ଯୋଉ ଭାଇ କଳା ଲାଇନରେ ଆସି କେତେ ବର୍ଷ ଖଣ୍ଡେ ହେଲାଣି ଭାଇ ତମର? ବେଶୀ ନାଇଁ ଭାଇନା 6 ବର୍ଷ ଖଣ୍ଡେ ହେଇଛି। 6 ବର୍ଷ। ହଁ ଆଚ୍ଛା 6 ବର୍ଷ ଭିତରେ ଏତେ ମାନେ ଅଲଗା ଗାଁକୁ ଯାଇ ଅଭିନୟ କରୁଛ ସେମାନେ ଗାଁ ଲୋକମାନେ ଆପଣଙ୍କୁ କେବେ ମଧ୍ୟ ତାଙ୍କ ସହିତ ପାଟିତୁଣ୍ଡ କି କଣ ଝଗଡ଼ା ଝାଟି ହେଇଛି କି ହେଇନି? ନାଇଁ ସେମିତି କିଛି କେବେ ହେଇନି ଏବେ କାଇଁ ଯୋଉ ଗାଁରେ ବି ଯାଉଛି ସବୁ ଭଲ ପାଇବା ଦଉଛନ୍ତି ନାଇଁ ସେ ଭାଇନା ବଢିଆ ଅଛି
ବଢିଆ ସବୁ ସାଙ୍ଗରେ ଭଲ କଥାବାର୍ତ୍ତା ହେବ ବୋଲିକିନା ସବୁ ସମ୍ମାନ ଦଉଛନ୍ତି। ଆଚ୍ଛା ଯୋଉ ଆମର ଆଉ ଗୋଟେ କଥା ଭାଇ ଯୋଉ ଏବେ ଗୋଟେ ଗାଁରେ ଥାଉଛି ଏବେ ଅଲଗା ଗାଁର ଲୋକ ଯାଇକରି ଅଲଗା ଗାଁ ଯୋଉ ଅଭିନୟ କରୁଛନ୍ତି ଏବେ ଦେଖ ଦୁନିଆ ଲୋକ ମାନେ ସମାନ ନଥାନ୍ତି ହୁଁ ମାନେ ସେମିତି କିଛି କେବେ ଜୀବନରେ ଘଟିଛି କି ଘଟି ନାହିଁ ଭାଇ? ନାଇଁ ନାଇଁ ସେମିତି କିଛି ଘଟି ନାହିଁ। ଯଦି ଘଟିଲେ ମାନେ କଣ କରିବା ଥାନ୍ତ ଭାଇ ସେ ଟାଇମରେ ମାନେ ସେ ନାଟରେ ଅଭିନୟ କରିବା ସେ ଗାଁର ନାଟରେ ଅଭିନୟ କରିବା ପାଇଁ ଯାଇଥାନ୍ତ କି ଯାଇନଥାନ୍ତ? ସେମିତି ଯଦି ମନକୁ କଷ୍ଟ ଲାଗଲା ପରେ ଯଦି କହିଥିଲେ ଯାଇ ହେବ ନାହିଁ। ଯଦି ଫିକ୍ସ ଯଦି ଆମେ ଯଦି ସେ ନାଟରେ ଯଦି ଫିକ୍ସ ହେଇଥିବୁ ବୋଲେ ଯିବାକୁ ବାଧ୍ୟ। ଆଚ୍ଛା କୌଣସି କାରଣରୁ କିଏ ପାଟିତୁଣ୍ଡ କଲେ ବି କୌଣସି କାରଣରୁ କି ଝଗଡ଼ା କାହାର ସାଙ୍ଗରେ ହେଲେ ବି ଯିବାକୁ ପଡିବ। କାହିଁକି ଯିବାକୁ ପଡିବ ବୋଲେ ଗୁରୁ ଆମକୁ ସେ ନାଟରେ ଫିକ୍ସ ଦେଇଥିବ। ଆଚ୍ଛା ଆମେ ଯେମିତି କରିମି ସେ ନାଟ ଯେତେ ଦିନ ଚାଲିବ ସେତିକି ଦିନ ରୋଲ କରିବାକୁ ବାଧ୍ୟ ଆମେ। ଆଚ୍ଛା ସେ ଝଗଡ଼ା ଝାଟିରେ ଗୁରୁ ମାନେ ହେଲ୍ପ କରବ କି ନାଇଁ ଭାଇ? କୋଉଟା ଯଦି ଭୁଲ ଯଦି ହେଲା ବୋଲେ ସେ ଗୁରୁ ସମାଧାନ କରିବ ଆଉ। ଆଚ୍ଛା ଅଲଗା କଣ ବିଜନେସ୍ ତମର ଚାଲିଛି କି ଚାଲି ନାହିଁ କି କଣ କାମ ଦାମ ଅଛି କି ନାହିଁ? ବିଜନେସ୍ ଚାଲିଛି ବୋଲେ ଆମର ଜମି ବାଡ଼ି ଅଛି, ଜମି ବାଡ଼ି ଚାଷବାସ ଚାଷବାସ ପନିପରିବା କାମ ଚାଲିଛି ଆଉ ଟାଇମ୍ ଦେଇକିନା ସିଜନରେ ନାଟରେ ଯାଉଛି। ନାଟରେ ବୁଲି ବୁଲି ଚାଷବାସ କାମ ଦେଖୁଛି ଆଉ। ଆଚ୍ଛା ଆଚ୍ଛା ଆମର 6 ବର୍ଷ ଅଭିନୟ କଲା ଭିତରେ କେବେ ମଧ୍ୟ ଯୋଉ ଅ, ମାନେ ନାଟ ଲାଇନରେ ମାନେ ଦେହ ଖରାପ ହେଇଛି କି ହେଇନି? ସେମିତି କିଛି ବଡ଼ ଇଏ ତ ହେଇନାହିଁ। ଏମିତି ଛୋଟିଆ ମୋଟିଆ ଦେହ ଖରାପ ହେଇଛି ତାପରେ ମିଶା ଯାଇକିନା ଅଭିନୟ କରୁଛି ଆ ନାଟରେ। ମାନେ ଟିକେ ଛୋଟିଆ ମୋଟିଆ ହଁ ଜ୍ୱର ଫର ଆଇଲେ ଜ୍ୱର ଫର ହଉଛି ଜ୍ୱର ସାଥରେ ବି ଅଭିନୟ ହଁ କରିଛ କରିଛି ଆକା। ମାନେ 6 ବର୍ଷ ଭିତରେ କେବେ ବି ଆବସେଣ୍ଟ କରିନ ନା ନାଇଁ କଣ? କେବେ ବି ଆପସେଣ୍ଟ କରିନି। ଆଚ୍ଛା ଆବସେଣ୍ଟ କରିନ ଯେ ଗୁରୁ ମାନେ ସେ ଟାଇମରେ କଣ କହିଥିଲେ କି କଣ କିଛି ନାଇଁ ନାଇଁ କହିନଥିଲେ? କିଛି କହିନାହାନ୍ତି। କିଛି କହିନାହାନ୍ତି ଯଦି ସେମିତି କିଛି ଯଦି ମତେ ଯଦି କିଛି କାମ ଯଦି ପଡିଲା ତାହେଲେ କାହାକୁ ଗୋଟେ ସେଟିଂ କରିକିନା ପଠଉଛି ସିଧି ଗୋଟେ ରାତି ଆଜି ଯା ମୋର ଆଜି ଗୋଟେ କାମ ପଡିଲା ବୋଲିକିନା ତାକୁ ପଠଉଛି ନାଟ ଚାଲୁଛି ଆକା। ଆଚ୍ଛା କେବେ ବି ସେମିତି ହେଇଛି କି ନାଇଁ ଭାଇ ତୁମର ମାନେ ଅର୍ଜେଣ୍ଟ କି କଣ ଗୋଟେ କାମ ପଡିଲା ସେମିତି ଯାଇପାରିଲ ନା କେବେ ମିଶା ହେଇଛି ନାଇଁ କି ନାଇଁ ନାଇଁ? ସେମିତି କିଛି କେବେ ସେମିତି ହେଇନାହିଁ। କିଛି ହେଇନି। ହଁ ହେଇନି ଏମିତି ହେଇଛି ଆକା ସେମିତି କିଛି ଏମାର୍ଜେନ୍ସି କାମ ହେଇନି ଆଚ୍ଛା ଯାଇକିନା ରୋଲ କରୁଛି ଆକା। କାହିଁକି ବୋଲେ ଆମେ ଯୋଉ ନାଟରେ ଯଦି ଆମକୁ ଗୁରୁ ଫିକ୍ସ ଦେଇଛନ୍ତି ହୁଁ ବୋଲେ ଯିବାକୁ ଆମେ ବାଧ୍ୟ ପରିସ୍ଥିତି ଦେଖିକିନା। କାହିଁ ବୋଲେ ଗୋଟେ ଲୋକ ଯଦି ଆବସେଣ୍ଟ ଯଦି ହେଇଗଲେ ନାଟଟା କେତେ ଖରାପ ହେଇଯିବ। ଆଚ୍ଛା ସିଏ କାହିଁକି ଏ ନାଟରେ ତ ସିଏ ଫିକ୍ସ ଥିଲା ସିଏ ଆଜି ଆସିନି କାହିଁକି ବୋଲି ସେ ଗାଁର ଲୋକ ଧରି ବସିବେ ଗୁରୁକୁ। ଆଚ୍ଛା ଏମିତି ତ ପଇସା କେତେ ଖାଟିଦେବୁ ବୋଲିକିନା ବି କହିବେ। ହୁଁ ହେଲେ ଜଣେ ଲୋକର ଲାଗି ବୋଲିକିନା କେତେ ପ୍ରୋବ୍ଲେମ ହେଇଯିବ ସେଥିପାଇଁ ଯିବାକୁ ପଡିବ ଆକା। ଆଚ୍ଛା ଯୋଉ ଗୋଟେ ଏବେ ଅଲଗା ଗାଁକୁ ନାଟକୁ ଅଭିନୟ କରିବା ପାଇଁ ଯାଉଛନ୍ତି ଏବେ ସେ ଗାଁର ମ୍ୟାନେଜର ମାନେ କେତେ ମାନେ ଗୋଟେ ନାଇଟକୁ କେତେ ପଇସା ଦଉଛନ୍ତି ଭାଇ ତମକୁ? ଆଗରେ ତ କମ ଥିଲା। ଆଗରେ କେତେ ଥିଲା ଭାଇ? ଆଗରେ 1000 ଟଙ୍କା ଥିଲା ଆଗରେ। ଆଚ୍ଛା ହଁ, ଆମର ଗାଁ ନାଟରେ ତ ପଇସା ମିଳିନଥିଲା ଏମିତି ଗାଁ ନାଟ ବୋଲିକିନା ଏମିତି ବୁଲି ବୁଲିକିନା ବୁଲିଲୁ ତାରପରେ ଅଲଗା ଯୋଉ ନାଟରେ ଫିକ୍ସ ଦେଲା ସେଠରୁ 1000 ଟଙ୍କାରୁ ଆରମ୍ଭ ହେଲା। କେତେ ଏବେ ମିଳୁଛି ବର୍ତ୍ତମାନ? ଏ ବର୍ତ୍ତମାନ ମିଳୁଛି 2000 ମିଳୁଛି ଏବେ। 2000 ହୁଁ। ମାନେ ଗାଁ ନାଟ ବୋଲି କହିଲ ଯେ ତୁମ ଏଇ ଗାଁରେ ନାଟ ଶିଖିଥିଲ ନା ଆଉ କୋଉ ଗାଁ? ନାଇଁ ନାଇଁ ଆମର ଯୋଉ ଦଳେଇପୁର ଦଳେଇପୁଠ ଗାଁରେ ହଁ ମାନେ ସେ ନାଟରେ ଯୋଉ ଅଭିନୟ କଲା ଟାଇମରେ କିଛି ପଇସା ଦଉନଥିଲେ? କିଛି ପଇସା ଦଉନଥିଲେ ଏମିତି ଖର୍ଚ୍ଚ ପାଣି ପାଇଁ କେତେ ଲେଖା ଦଉଥିଲେ। କେତେ ଦଉଥିଲ? ଏମିତି 200 300 ଏମିତି ଦଉଥିଲେ। 200 300 ହଁ ଦଉଥିଲେ। ଆଚ୍ଛା କାହିଁ ବୋଲେ ଆମର ସେ ଦଳେଇପୁଟ ଗାଁ ବି କି ଅଲଗା ଗାଁ ନାହିଁ ଗାଁ ବୋଲେ ଚଳେ। ସେଥିପାଇଁ ପଇସା ପତ୍ର ଡିମାଣ୍ଡ କରବାର ନାହିଁ ଆଉ। ଆଚ୍ଛା ସେଥିପାଇଁ ଖୁସିରେ ଗୁରୁ ଏମିତି ବୁଲିକିନା ବୁଲୁଥିଲୁ ଆଉ। ଭାଇ ଯୋଉ ଆଗକୁ ଏମିତି ଅଭିନୟ କରି କରି ଯିବ ନା ଆଉ ଅଭିନୟ କରିବନି? ଆମେ କଳା ଲାଇନରେ ଯଦି ଅଛୁ ବୋଲେ ମନ ତ ଇଏ ହେବ ନାହିଁ ଆଗକୁ ବି ଯିବାକୁ ପଡ଼ିବ। ଇଣ୍ଟରେଷ୍ଟଟା ଅଛି ଆର ଲୋକ ବି ଭଲ ପାଇବା ଦଉଛନ୍ତି ସେଥିପାଇଁ କଳା ଲାଇନକୁ ଛାଡି ତ ହେବ ନାହିଁ ଭାଇନା। ଆଚ୍ଛା ଭାଇ ଯୋଉ ଆଉ ଗୋଟେ କଥା ଆପଣ ମ୍ୟାରେଜ ନା ନନ୍ ମ୍ୟାରେଜ? ନାଇଁ ନନ୍ ମ୍ୟାରେଜ ମ୍ୟାରେଜ ନନ୍ ହେଇନାହିଁ। ମ୍ୟାରେଜ ହଁ ଆଚ୍ଛା ମାନେ ନନ୍ ମ୍ୟାରେଜ ଯୋଉ 6 ବର୍ଷ ଅଭିନୟ କରି ଆସିଛ ମାନେ କେବେ ମଧ୍ୟ ନାଟ ଲାଇନରେ ଯୋଉ ଜାଗାରେ ମଧ୍ୟ ଏତେ ଭଲ ପାଇବା ଲୋକ ବହୁତ ଲୋକ ଅଛନ୍ତି କେବେ ମଧ୍ୟ କୋଉ ଝିଅ ଆପଣଙ୍କ ମାନେ ମାନେ
ଆସିଥିଲା କି ମୁଁ ତୁମକୁ ବାହା ହେବି କି ତୁମ ନମ୍ବର ଫମ୍ବର ଟିକେ ଦିଅ ବୋଲି 6 ବର୍ଷ ନାଟରେ ଅଭିନୟ କରି ଆସୁଛ କେବେ ମଧ୍ୟ ସେମିତି ତୁମ ଜୀବନରେ ଆସିଥିଲା କି ଭାଇ? ସେମିତି ତ ଲଭ୍ କରିବା ପାଇଁ ତ କିଏ ନମ୍ବର ମାଗି ନାହାନ୍ତି। ଆଚ୍ଛା ଆରେ ଏମିତି ବି କିଏ ନମ୍ବର ମାଗି ନାହାନ୍ତି ଆଗ ଏବେ ଯାଏ। ଏମିତି ସାଙ୍ଗସାଥିରେ ଅଲଗା ଲୋକ ନମ୍ବର ମାଗିକିନା କେବେ କେବେ ଏମିତି କଥା ହେଇଛନ୍ତି। ହୁଁ ନା ମତେ ପର୍ସନାଲ କେବେ ନମ୍ବର କିଏ କୋଉ ଝିଅ ମାଗି ନାହାନ୍ତି। ଆଚ୍ଛା କି କୋଉ ଝିଅକୁ ବି ଆଜି ଯାଏ ଦେଇନି ନମ୍ବର। ଆଚ୍ଛା ମାନେ ଯୋଉ ଫାଷ୍ଟ ନାଟ ଆକଳା ଏକ୍ସପିରିଏନ୍ସ କେମିତି ଥିଲା ଭାଇ? ଫାଷ୍ଟ ତ ଟିକେ ନର୍ଭସ ଥିଲି। ହଁ। ଧୀରେ 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 ଏମିତି ଇଏ ହେଇଗଲି ଆଉ। ମାନେ ଫାଷ୍ଟ ନର୍ଭସ ଥିଲ ସେତିକି ଟାଇମରେ ଗୁରୁ ହଁ ଦେଖିଲା ସମୟରେ ସେତିକି ଟାଇମରେ ଗୁରୁ ଆପଣଙ୍କୁ କଣ କହିଥିଲା କି କିଛି କହିନଥିଲା? ନାଇଁ କିଛି କହିନଥିଲା। ଆଚ୍ଛା କିଛି କହିନଥିଲା। ନାଇଁ କିଛି କହିନଥିଲା। ସେ ନାଟକ କେତେ 4 ମାସ କି 3 ମାସ କହିଲ ଭାଇ ଯୋଉ କୋଉଟା? ଫାଷ୍ଟ ଯୋଉ ଆମ ଗାଁର ଯୋଉ ଫାଷ୍ଟ ନାଟ ଯୋଉ ଅଭିନୟ କରିଥିଲ ସେ ନାଟ କେତେ ମାସ ବୁଲିଲା ବୋଲି କହିଲ? ଯୋଉ ଲକଡାଉନ ପୂର୍ବରୁ 12 ନା 13 ରାତି ବୁଲିଥିଲା। 12-13 ରାତି ଗୋଟେ 2 ମାସ ଖଣ୍ଡେ ଆଉ ଚାଲିଥିଲା ଆରି ଲକଡାଉନ ହେଇଗଲା। ଲକଡାଉନ ହେଇଗଲା। ଲକଡାଉନ ହେଇଗଲାରୁ ସବୁ ନାଟପାଟ ତ ବନ୍ଦ ହେଇଗଲା, ଚାଲିଲା ନାଇଁ ଆଉ। ଆଚ୍ଛା ବାପା ମା କଣ କରନ୍ତି? ବାପା ମା ଘରେ ଏକା ଥିବେ ଆଉ ଏମିତି ଚାଷବାସ କାମ ଚାଷବାସ କାମ କରନ୍ତିନି। କରନ୍ତି ତାଙ୍କେ। 2025ରେ ଏବେ ମାନେ ସେମ୍ ଷ୍ଟାଇଲ ହିଁ ଥିବ ନା ଆଉ ଅଲଗା କଣ କରିବି ବୋଲି ଷ୍ଟାଇଲ ଭାବୁଛ? ତ ମୁଁ ତ ଭାବୁଛି ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ନାଟରେ ଯୋଉ ନାଟରେ ବି ମତେ ଫିକ୍ସ ଦିଆହେଲେ ଅଲଗା ଟିକେ ଦର୍ଶକ ଭାଇମାନଙ୍କୁ ଟିକେ ଅଲଗା ଷ୍ଟାଇଲ ଟିକେ ଦେଖେଇବି ଆଉ ଅଲଗା ରୋଲ ବି କରିବି ବୋଲି ମୋର ଇଏ ଥିବ ଇଚ୍ଛା ଥିବ। ଏ ବର୍ଷ ବି ଭାବିଛି ଏ ବର୍ଷ ବି ଦର୍ଶକ ବନ୍ଧୁ ମାନଙ୍କୁ ଟିକେ ଅଲଗା ଷ୍ଟାଇଲ ଟିକେ ଦେଖେଇବି ବୋଲିକିନା ଆଶା କରିଛି। ଆଚ୍ଛା ଆଉ ଯୋଉ ଡାଇଲେକ୍ଟ ଯାକ ଯୋଉ ଏ ସବୁ ଯାକ ମାନେ ଗୁରୁ ମାନେ ଲେଖି କରିଦେବ ସେ ଟାଇମରେ ନିଜେ ଆଣି ମାନେ ପ୍ରାକ୍ଟିସ କରୁଛ ନା ଏମିତି ଡାଇରେକ୍ଟ ଦେଖିକରି ମନେ ରହିକରି ଯୋଉ ସେ ଡାଇଲେକ୍ଟକୁ ନେଇକରି ଅଭିନୟ କରୁଛ ଭାଇ? ଫାଷ୍ଟ ତ ବହିରେ ଲେଖା ହଉଛି ଡାଇଲେକ୍ଟ ଲେଖା ହଉଛି ହୁଁ ଗୁରୁ ଫାଷ୍ଟ ଦେବେ ହୁଁ ତାରପରେ ଷ୍ଟୋରିକି ନେଇକିନା ଆଥର ବି ଡାଇଲଗ କହିବା କଥା ଆଉ। ଆଚ୍ଛା ଯୋଉ ହାତର ଡାଇଲେକ୍ଟ ଯୋଉ କହୁଛ ସେତିକି ଟାଇମରେ ଗୁରୁ ତ ରହୁଛନ୍ତି ସେ ଟାଇମରେ ସେ ଡାଇଲେକ୍ଟ ଶୁଣି କେବେ ବି ଗୁରୁ କଣ କହିଛନ୍ତି କି? ନାଇଁ ନାଇଁ କହିନାହାନ୍ତି କିଛି କହିନାହାନ୍ତି। ମାନେ ଭଲ ନା ଖରାପ କିଛି କହିନାହାନ୍ତି? ନାଇଁ ଭଲ ବୋଲି କହିଛନ୍ତି ସିନା ଖରାପ ବୋଲି କିଛି କହିନାହାନ୍ତି। ହଁ। ଆଚ୍ଛା 2025 ପାଇଁ ଯୋଉ ଚୁଟି କାଟିଦେବେ ନା ଏମିତି ଚୁଟି ନାଇଁ ଛୁଟି ଥିବ। ଥିବ? ହଁ ଛୁଟି ଥିବ। ଏତିକି 6 ବର୍ଷ ଭିତରେ ଯୋଉ ଅଭିନୟ କରି ଆସିଛ ଭାଇ ମାନେ ନିଜକୁ ଗୋଟେ ଭଲ କୋଉ ଡାଇଲଗଟା ଆପଣଙ୍କୁ ଭଲ ଲାଗବ ଭାଇ? ଯୋଉ ଡାଇଲେକ୍ଟ ଯାକ ଭିଲେନର ଡାଇଲେକ୍ଟ ଯାକ କହୁଛ କୋଉ ମାନେ ଅତି ପ୍ରିୟ ତୁମର ନିଜର ଲାଗୁଛି କୋଉ ଡାଇଲେକ୍ଟଟା ଆପଣଙ୍କୁ ବହୁତ ଭଲ ଲାଗୁଥିବ? ସେମିତି କିଛି ତ ନାହିଁ ସବୁ ନାଟର ଡାଇଲଗ ଯାକ ଭଲ କଥା ହଉଛି ଆଉ ଯୋଉ ନାଟରେ ବି ଡାଇଲଗ କହୁଛି ଭଲ ଭଲ ଡାଇଲଗ କଥା ହଉଛି ସେଥିପାଇଁ କୋଉ ଡାଇଲଗ ଖରାପ କୋଉ ଡାଇଲଗ ଭଲ ବୋଲି ତ କହିହବ ନାହିଁ। ଆଚ୍ଛା ଗୋଟେ ଡାଇଲେକ୍ଟ ଶୁଣିବା ପାଇଁ ଚାହୁଁଛି ଭାଇ ଗୋଟେ ଗୋଟେ ଭିଲେନର ଡାଇଲେକ୍ଟ ଗୋଟେ କହିଲ ତ ମୁଁ କେବେ ମଧ୍ୟ ଏତେ ମିଶା ଭଲ ଭାବରେ ଶୁଣିନି ଗୋଟେ ଯୋଉ ବନଶୋଲିର ହଉ କି ଆମର ଯୋଉ ଖଟଲାପଦର ନାଟର ଯୋଉ ଭିଲେନର ଡାଇଲେକ୍ଟ ଟିକେ ମତେ ଟିକେ ଶୁଣାଇଲ ଟିକେ ମୁଁ ଶୁଣିବି ନାହିଁ ଏତେ ଭଲ କି। ହଉ କହିବା ତାହେଲେ। ଖେରେ କାଳି ସିରେ ଚରଣ ଅବେ ମୋ ପୁରା ନାଁଟା ହେଲା କାଳି ଚରଣ। ମୁଁ ହଉଛି ଏଇ ସହରର ଗୋଟାଏ ମାଫିଆ ଡନ୍। ହଁ ମୁଁ ଚାହିଁଲେ ବିଜୁଳି ଆଉ କହିଲେ ଘଡ଼ଘଡ଼ି ଆଉ ମୁଁ ଯୋଉ ରାସ୍ତାରେ ଚାଲିବି ଆରେ ଭୂମିକମ୍ପ ହେଇଯିବ ବେ ପୁରା ଭୂମିକମ୍ପ ହେଇଯିବ। କେରେ କାଳି ସିରେ ଚରଣ ଆରେ ମୋ ପୁରା ନାଁଟା ହେଲା କାଳି ଚରଣ। ଏଇ ଏ ଏମିତି ଥିଲା ବହୁତ ହଁ ସୁନ୍ଦର ଭାଇ। ଏମିତି ଯୋଉ ଏଇ ଡାଇଲଗ ଯାକ ଡାଇଲେକ୍ଟଟା ଅଛି ଆଉ। କୋଉ ନାଟରେ ଅଭିନୟ କରୁଥିଲ ଭାଇ? ଏଟା ଆମର ସେ ବାଲିକୁଣ୍ଡର ନାଟରେ ଏ ଡାଇଲଗ କହୁଥିଲି। ବାଲିକୁଣ୍ଡ ବୋଲି କୁଆଡେ ଆମର ସେ ମାଲକାନଗିରି ମାଲକାନଗିରି। ଜିଲ୍ଲାରେ ସେ ନାଟରେ କହୁଥିଲି ଡାଇଲଗ।
ଆଚ୍ଛା ଭିଲେନ ରୋଲ ରୁ ଆଉ ଅନ୍ୟ ରୋଲ କହିବେ କେବେ ମଧ୍ୟ କରିଛ କି ନା? ନାଇଁ ସେମିତି କିଛି ମତେ ଇଚ୍ଛା ତ ଅଛି, କିନ୍ତୁ ଦୁଃଖ ରୋଲ ଯୋଉ କରିବା ପାଇଁ ମତେ ବେଶୀ ଇଚ୍ଛା ଥିବ, ହେଲେ ସେମିତି କିଛି ରୋଲ ମିଳୁନାହିଁ ମତେ, ଖାଲି ଭିଲେନ ରୋଲ ମିଳୁଛି। ଭିଲେନ ହଁ ସେଥିପାଇଁ ଆଚ୍ଛା ଭିଲେନ ରୋଲ ଇଚ୍ଛା ଆକ୍ଟ ଅଛି ହେଲେ କରିବାକୁ କହିଲ ଯେ କେବେ ମଧ୍ୟ କହିଛ କି ନାଇଁ ଯୋଉ ଗୁରୁକୁ ମୁଁ ଯୋଉ ଦୁଃଖ ରୋଲ କରିବା ପାଇଁ ଚାହୁଁଛି, ନାଇଁ କେବେ କେବେ, ମଧ୍ୟ କହିଛ କି ନାଇଁ? ନାଇଁ କେବେ ବି କହି ନାହିଁ। ତାକୁ କହିଲେ ଦେଇଥାନ୍ତା ବି ଯେ ମୁଇଁ କେବେ ଗୁରୁକୁ ବି କହି ନାହିଁ, କାହିଁକି ବୋଲେ ଭିଲେନ ରୋଲ ତତେ ଭିଲେନ ରୋଲ ବଢିଆ ସୁଟ କରୁଛି, ଭିଲେନ ରୋଲ ତ ଟିକେ ନାଁ ଅଛି ବୋଲିକିନା କହୁଛି, ଆଉ ଭିଲେନ ରୋଲ କରୁଛି ଆଉ। କାହିଁକି କହୁନ ଭାଇ ଏତେ ମାନେ ମନରେ ଗୋଟେ ଭିଲେନ ରୋଲ ତ କରି ଏତେ 6 ବର୍ଷ ହେଲାଣି ବୋଲି କହୁଛ, ଦୁଃଖ ରୋଲ କରିବା ପାଇଁ ଏତେ ଇଣ୍ଟରେଷ୍ଟ ଲାଗୁଛି, କାହିଁକି କହିପାରୁନ ଗୁରୁଙ୍କୁ? ସେମିତି କି କହିପାରୁନାହିଁ ଆଉ। ମାନେ ହୁଁ। ଗୁରୁ ଯାହା କହିଲେ ତା ନା ହଁ କଣ? ଗୁରୁ ଯାହା ଯାହା କହିଲେ ତାହା କରୁଛି ଆଉ, ଗୁରୁର କଥାକୁ ଆଜି ଯାଏ କେବେ ଅମାନ୍ୟ କରିନାହିଁ ମୁଇଁ। ଆଚ୍ଛା ଭାଇ ଯୋଉ ପ୍ରଥମ ଗୁରୁ କିଏ ଥିଲା ଆପଣଙ୍କ? ପ୍ରଥମ ଗୁରୁ ମୋର ଭୁବନ ଗୁରୁ ଥିଲା, ପ୍ରଥମ ସିଏ ଆଗା ମତେ ଶିକ୍ଷା ଦେଇଛି। ଆଚ୍ଛା ପ୍ରଥମ ଗୁରୁ ହଁ ଭୁବନ ଗୁରୁ ହିଁ ଭୁବନ ଥିଲା। ଗୁରୁ ହିଁ ଥିଲା। ସେ ଗୁରୁଙ୍କ ନାଟର ଅଭିନୟ ହଁ ଏବେ ଯାକ ବି କରି ହଁ ଆସୁଛ ଗୁରୁଙ୍କ ପ୍ରଥମ। ଆଶୀର୍ବାଦରୁ ଚାଲିଛି ଆଉ। ଆଚ୍ଛା ଆଚ୍ଛା ଆଉ ଗୋଟେ କଥା ଯୋଉ ଭାଇ ଯୋଉ ଜନ୍ମ ମାଟି ମାନେ ଏଇଠି ହିଁ ଜନ୍ମ ହେଇଛ ନା ଆଉ କୋଉଠି ଜନ୍ମ ହେଇଛ? ନାଇଁ ଏଇଠି ପୂଜାରୀପୁଟ ଗାଁରେ ଜନ୍ମ ହେଇଛି। ହଜାରିପୁର ହଁ ମାନେ ବାପା ମନ ମଧ୍ୟ ଏଇଠି ନା ହଁ ଏଇଠି ମାନେ ପର୍ପର ଏଇଠି ହିଁ? ହଁ ପ୍ରପର ଏଇଠି। କଳା ଲାଇନ ରୁ କାହିଁକି ଆସିଲ ଭାଇ? କଳା ଲାଇନ କୁ ଆସିବା ପାଇଁ ତ ମତେ ଟୋଟାଲ ଇଚ୍ଛା ନଥିଲା, କି ଆଗରୁ ମିଶା ମତେ ଇଚ୍ଛା ବି ନାହିଁ, କାହିଁକି ଆମର ଗାଁରେ ବି କେତେ ନାଟକ ଆସିଥିଲା, କେବେ ମଧ୍ୟ ମୁଇଁ ଗୋଟେ 5 ମିନିଟ ବି କୋଉ ନାଟକୁ ବି ଆଜି ଯାଏ ଦେଖିନି। ଆଚ୍ଛା ମତେ ଟୋଟାଲ ଇଣ୍ଟରେଷ୍ଟ ଲାଗୁନଥିବାର ନାଟକ ଦେଖିବା ପାଇଁ। ହୁଁ ମୁଁ ସାନଟାରୁ ବି ବଡଟା ହେଲି ବି ହୁଁ ଫିଲ୍ମ କି କିଟା ମିଶା ମୁଇଁ କେବେ ଦେଖବାର ମତେ ଇଣ୍ଟରେଷ୍ଟ ନାହିଁ କି ଇଚ୍ଛା ନାହିଁ ମତେ। ଆଚ୍ଛା ଏମିତି ନାଟରେ ମିଶିକିନା ଇଏ ହେଇଗଲା, ଏବେ ଇଣ୍ଟରେଷ୍ଟ ଫୁଲ ଇଣ୍ଟରେଷ୍ଟ ମାନେ ହେଇଗଲା। ନାଟ ଲାଇନ କୁ କେମିତି ଆଇଲ ଭାଇ? ଏତେ ଇଣ୍ଟରେଷ୍ଟ ନାହିଁ ବୋଲି କହୁଥିଲ ଯେ କେମିତି ଆଇଲ ଭାଇ? ନାଟ ଲାଇନ ତ ମତେ ଟୋଟାଲ ଇଚ୍ଛା ନଥିଲା। ଆଚ୍ଛା ଆମର ଫାଷ୍ଟ ନାଟରେ ଦଳେପୁଟର ନାଟରେ ଯେବେ ମତେ ମିଶିଲି, ହୁଁ ସେଠରୁ ଏମିତି ଚାଲିଲାରୁ ନା ପିଲାଟା ବଢିଆ ରୋଲ କରୁଛି, ଭଲ ରୋଲ କରୁଛି, ଆଗକୁ ବି ଭଲ ରୋଲ କରବ ବୋଲିକିନା ଦର୍ଶକ ଭାଇ ମାନଙ୍କର ଆର ତାର ଟୋନରେ ଶୁଣିଲି, ତାପରେ ଶୁଣିଲା ଶୁଣୁ ଏମିତି ମତେ ବି ନିଜକୁ ଟିକେ ଭଲ ଲାଗଲା, ନାଇଁ ମୋର ରୋଲ ଟିକେ ଭଲ କରୁଛି, ହୁଁ ସେଥିପାଇଁ ମତେ ଲୋକ ଭଲ ପାଇବା ଦଉଛନ୍ତି ବୋଲି ଏମିତି ଆସ୍ତେ 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 ବେଶୀ ପ୍ରଶଂସା ପାଇଗଲି। ହୁଁ। ତାପରେ ମତେ ବି ପୁରା ଇଣ୍ଟରେଷ୍ଟ ଲାଗିଗଲା ଏଇ କଳା ଲାଇନକୁ ଆଇବା ପାଇଁ। ଆଚ୍ଛା ଦଳେପୁର ନାଟରେ ମାନେ ଶିଖିବା ପାଇଁ ଗଲା ଟାଇମରେ କିଏ ଡାକି ନେଇଥିଲେ କେମିତି? କାହିଁକି ବୋଲେ ସେଇଟା ମୁଁ ସେ ଟିକେ ଏ ଗାଁ ଲାଗି କରି ନାଇଁ ନା ଅଲଗା ଗାଁ ହଁ ମାନେ ସେଇଠି କିଏ ଡାକି ନେଇଥିଲେ ନା ଗୁରୁ ଆସିଥିଲା ନା କେମିତି? ନାଇଁ ଗୁରୁ ତ ଥିଲା? କେବେ ଆସିନାହିଁ, ତାଙ୍କର ଗାଁର ଆକା ଗୋଟେ 6-7 ଜଣ ଆସିଲେ, ଆସିକିନା ଆମର ଗାଁର ଗୋଟେ 4-5ଟା ପିଲା ତମର ଗାଁର ବାସ ମିଶିକିନା ଶିଖିବା ବୋଲିକିନା କଥା ହେଲେ। ଆଚ୍ଛା କଥା ହେଲାରୁ ଆମର ଗାଁର ଗୋଟେ 4-5ରେ ଜଣେ ବି ଯାଇନି, ଗୋଟେ 4-5ଟା ପିଲା ଗଲୁ। ଆଚ୍ଛା ଗଲାରୁ ତାଙ୍କେ ରୋଲ କରୁଥିଲେ, ତାଙ୍କେ ବି ରୋଲ କରୁଥିଲେ, ଆରେ ମୁଇଁ ବି ରୋଲ କରୁଥିଲି, ଆସ୍ତେ ଆସ୍ତେ ତାଙ୍କେ କାମ ଦାମ ବାହାରି ଗଲେ, ନାଟ ଛାଡ଼ିଦେଲେ, ହେଲେ ମୁଇଁ ନାଟ ଛାଡ଼ିଲି ନାଇଁନି। ନାଟରେ କାହିଁକି ଛାଡ଼ିଲି ନାହିଁ ବୋଲେ ମୁଇଁ ଟିକେ ମେନ୍ ରୋଲ ନେଇଥିଲି, ହଁ ସେଥିପାଇଁ ନାଟ ଛାଡ଼ିବାକୁ ପଡ଼ିଲା ନାହିଁ। ବୁଲିକିନା ଘରୁ ତାପରେ ମୁଇଁ ଡିସାଇଡ୍ କଲି, ନାଟରେ ତ କଳା ଲାଇନରେ ତ ଆସିଲି, ଆହୁରି ଟିକେ ଆଗକୁ ଯିବି ବୋଲିକିନା ମୁଁ ଡିସାଇଡ୍ କଲି। ନିଜକୁ ଗୋଟେ ଡିସାଇଡ୍ କଲି, କଳା ଲାଇନରେ ଯେତେବେଳେ ପାଦ ପକେଇଛି ମାନେ ଆହୁରି 2 ପାଉଛ ଆଗକୁ ଚଢିବି ବୋଲିକିନା ଭାବିଲି। ତାପରେ ଗୁରୁ ମୋ ସାଙ୍ଗରେ ବୁଲିକିନା ଗୁରୁ ବି ନାଇଁ ପିଲାଟା ଭଲ ରୋଲ କରୁଛି, କୋଉ ନାଟରେ ବି ୟାକୁ ରୋଲ ଦେବି ବୋଲିକିନା ଭାବିକିନା ଏମିତି ମିଶେଇ ଦେଲା ଆଉ ନାଟରେ। ଗୁରୁ ମିଶେଇ ଦେଲା। ହଁ ଆଚ୍ଛା ନାଟରେ ଅଭିନୟ କରିବା ପାଇଁ ଯାଇଥିବ ସେ ଅନ୍ୟ ଗାଁକୁ ନାଟକୁ ନେଇଥିବ, ଏବେ ଭିଲେନ ରୋଲ କରୁଥିବ, ହୁଁ। କେବେ ମଧ୍ୟ ସେମିତି ତୁମକୁ କଣ ପ୍ରୋବ୍ଲେମ ବାଧା କଣ ହେଇଛି କି ଭାଇ ଯୋଉ ମାନେ ଅଭିନୟ କଲା ଟାଇମିଂରେ? ନାଇଁ ସେମିତି କିଛି ତ ବାଧା ହେଇନାହିଁ, ପରେ ପରେ ଏମିତି ନାଟ ସରିଲା ପରେ ହେଇଛି, 2-3 ଥର ବି ହେଇଛି। ଆଜି ଗୋଟେ ରାତି ନାଟ କରିକିନା ଅଲଗା ଗାଁରେ ରାତିକୁ ଥିବ ବୋଲେ ଅଲଗା ଜାଗାରେ ଯାଇକିନା ରୋଷେଇ ଫୋଷେଇ ଖାଇବାର ଅଛି, ସେ ଜାଗାରେ ମାନେ ଏମିତି କି ଇଏଟା ମିଶା ହେଇଛି, ତାପରେ ମେଡିକାଲ ଫେଡିକାଲ ନେଇକିନା ଟ୍ରିଟମେଣ୍ଟ କରିକିନା ତାର ରାତିରେ ଫେର ଯାଇଛୁ ନାଟ କରିବା ପାଇଁ ଯାଇଛୁ।
କୋଉ ଗାଁରେ ନାଟରେ ସେମିତି ହେଇଥିଲା? ଆମର ତାର କଣ ହେଇଥିଲା ସେଇଟା ଭାଇ? ଏ ବର୍ଷ ଆକା ଗୋଟେ ହେଇଥିଲା ଆମର ବଂଶୁଲି ନାଟରେ ହେଇଥିଲା ଆମର ରାଣୀଗଡ଼ ପାଖରେ ଗୋଟେ ଗାଁରେ ନାଟ କରିକିନା ରାଣୀଗଡ଼ର ଆମେ ରୋଷେଇ କରି ଖାଉଥିଲୁ ଆରେ ମୁଁ ଏଇ ଶୋଇଥିଲି ହଠାତ୍ରେ ପେଟ ବଥା ବାହାରି ପଡ଼ିଲା ତାପରେ ପୁରା ବେଶୀ ବଥା ବାହାରି ପଡ଼ିଲାରୁ ପୁରା ବେହୋସ ହେଇଗଲି ମୁଇଁ ତାପରେ ସାଙ୍ଗେ ସାଙ୍ଗେ ମୋତେ ମେଡ଼ିକାଲ ନେଲେ କୋରାପୁଟ ମେଡ଼ିକାଲ ନେଇକିନା ଟ୍ରିଟମେଣ୍ଟ କରିକିନା ତାପରେ ସିଆଡ଼େ ଥିଲା ନାଟ ଆହୁରି ଯିବାକୁ ପଡ଼ିଲା ଆଉ ମାନେ ସେଦିନ ଗୋଟେ ମାନେ ଫାଷ୍ଟ ଦିନ ଅଭିନୟ କରି ଆଉ ସେକେଣ୍ଡ ଦିନ ମିଶା ନାଟରେ ଅଭିନୟ କରବା ଦିନ ଥିଲା। ନାଟ ସିରିଏଲ ଥିଲା। ଆଚ୍ଛା ଯୋଉ ପ୍ରୋବ୍ଲେମ ଥିଲା ଯେ ସେ ପଛର ଦିନରେ ଅଭିନୟ କରିବା ପାଇଁ ଯାଇଥିଲ କି ଯାଇନଥିଲ? ନାଇଁ ଯାଇଥିଲି। ମାନେ ଏତେ ମାନେ ପ୍ରୋବ୍ଲେମ ରେ ଥାଇ ଅଭିନୟ କର ଯିବାକୁ ପଡୁଛି ଅଭିନୟ କରିବା ପାଇଁ ଯିବାକୁ ପଡୁଛି ବୋଲେ ଗୁରୁ ତ ଫେସର ତ କରୁନାହାନ୍ତି। ଆଚ୍ଛା କାହିଁକି ବୋଲେ ନିଜେ ଏକା ଇଏ କରିକିନା ଯିବାକୁ ପଡୁଛି କାହିଁକି ବୋଲେ ନାଇଁ ଅମୁକ ଭିଲେନ ଆସୁଛି ବୋଲିକିନା କେତେ ସେଠି ଓୱାଲା ହେଇଯାଇଥିବ ତାକୁ ଭିଲେନକୁ ଦେଖିବା ପାଇଁ ବି କେତେ ଲୋକ ଆସୁଛନ୍ତି କାହାକୁ କୋଉଟା ପସନ୍ଦ କି ନାହିଁ କାହାକୁ ତ ହିରୋଇନ ପସନ୍ଦ କାହାକୁ ହିରୋ ପସନ୍ଦ କାହାକୁ ଭିଲେନ ପସନ୍ଦ ସବୁକୁ ତ ସବୁ ପସନ୍ଦ ନାହିଁ ସେମିତି ଜାଗାରେ ଯିବାକୁ ପଡୁଛି ଏକା। ଆଚ୍ଛା ଯୋଉ ଷ୍ଟେଜ କୁ ଯାଇ ମାନେ ଅଭିନୟ ଯେତେବେଳେ ଯୋଉ ଡାଇରେକ୍ଟ ଯାକ ଅଭିନୟ କରୁଥିବ ଯୋଉ ସେତିକି ଟାଇମରେ କଣ ଆଘାତ ହେଇଛି କି ଏମିତି ଏବେ ଦେଖ ଅନ୍ୟ ଗାଁକୁ ନାଟ ପାଠ ନେବ ବୋଲି ଦୁନିଆ ଲୋକ ମଦ ଫଦ ପିଇଥିବେ କି ନ ପିଇଥିବେ କି ଆପଣଙ୍କର କିଏ ଭଲ ପାଇବାର ଲୋକ ବହୁତ ଲୋକ ଥିବେ ସେମିତି କେବେ ଆସିକରି ଅଭିନୟ କରିବା ଟାଇମିଂରେ ଏମିତି କଣ ମାନେ ତୁମର ମାନେ ବାଧା ଦେଇଛନ୍ତି କି ଭାଇ? ନା ସେମିତି ହେଇଛି ବଢିଆ କଥା ଗୋଟେ କହିଲ ସେମିତି ବି ହେଇଛି କାହିଁକି ବୋଲେ ଭିଲେନ ରୋଲ ଟା ଗୋଟେ ଭୟଙ୍କର ଖତରନାକ ରୋଲ ଟା କି ନାହିଁ। ହଁ ଏବେ ତ ଆଜିକା ଡେଟ ର ବହୁତ ଲୋକ ପିଲାମାନେ ସବୁ ଭିଲେନ ରୋଲ ଏ ସବୁ ସେମିତି କେବେ ହେଇଛି ବହୁତ ଥର ସେମିତି ହେଇଛି କାହିଁକି ବୋଲେ ଗୋଟେ ଭିଲେନ ହିରୋକୁ କି ହିରୋଇନ କୁ ଯଦି ତାକୁ ମାଡ ମାରିଲା ସମୟରେ ସାନ ସାନ ଏମିତି ବୁଢୀ ମା ଥିବେ କି ନାଇଁ ଥିବେ ତାଙ୍କେ ବହୁତ ଗାଳି ବି ଦେଇଛନ୍ତି ବହୁତ ରିସାଇ ବି ହେଇଛନ୍ତି ଆଉ ଦରକାର ପଡିଲେ ଷ୍ଟେଜ ରେ ଆସିକରି ମତେ ମାଡ ବି ମାରିଛନ୍ତି ବହୁତ ଜାଗାରେ ମାଡ ବି ଖାଇଛି ଷ୍ଟେଜ ରେ କାହିଁକି ବୋଲେ ସେ ଅଭିନୟ ତାଙ୍କୁ ଏତେ କଷ୍ଟ ଲାଗିଯିବାର ସେମିତି ଯୋଉ ଜାଗାରେ ଯଦି ମାଡ ଖାଇଛି ବୋଲେ ସେଇ ଜାଗାରେ ମତେ ବେଶୀ ଭଲ ଲାଗବାର ମାନେ ନିଜକୁ ବହୁତ ଇଣ୍ଟରେଷ୍ଟ ଲାଗବାର ଆହୁରି ଗୋଟେ କଥା ଯୋଉ ଜାଗାରେ ଯଦି ଯୋଉ ଗାଁରେ ବି ନାଟ ଯାଉଛି ସେ ଗାଁରେ ମୁଇଁ ଯଦି ଗାଳି ଶୁଣିବି ନାହିଁ ବୋଲେ ସେଇ ଦିନ ମତେ ଟୋଟାଲ ଭଲ ଲାଗବାର ନାହିଁ କାହିଁକି ଭଲ ଲାଗବାର ନାହିଁ ବୋଲେ ଆଜି ରୋଲଟା ମୋର ଭଲ ହେଲା ନାହିଁ ପର ଲାଗୁଛି କିଏ ମଧ୍ୟ ମତେ ଗାଳି କଲେ ନାହିଁ କି କିଏ ମଧ୍ୟ ମତେ ଟେକା ମାରିଲେ ନାହିଁ ମତେ ସେଦିନ ଟୋଟାଲ ଭଲ ଲାଗବାର ନାହିଁ ଯୋଉଠି ବି ମୁଇଁ ଗାଳି ଶୁଣିବି ଟେକା ମାଡ଼ ଖାଇବି ସେଇଦିନ ମତେ ବେଶୀ ଭଲ ଲାଗବାର ନାଇଁ ଆଜି ମୋ ରୋଲଟା ବହୁତ ଭଲ ଲାଗଲା ତାଙ୍କୁ ଟିକେ ମନକୁ କଷ୍ଟ ଲାଗଲା ଯାଉ ଭଲ ହେଲା ବୋଲିକିନା ମୁଇଁ ନିଜକୁ ଟିକେ ଇଏ ଭାବବାର ଆଉ। ଆଚ୍ଛା ଯୋଉ ଟେକା ମାଡ ଯୋଉ ମା ମାଉସୀ ମାନେ ଯୋଉ ବସିଥିବେ କୋଉ ନାଟରେ ଅଭିନୟ କଲା ଟାଇମରେ ଏମିତି ତୁମର ଜୀବନରେ ମାରିଛନ୍ତି ଆସିକି ଗାଳି କରିଛନ୍ତି ଷ୍ଟେଜକୁ ଆସିବେ ସେଟା ବୋଲେ ହିରୋକୁ ଆଉ ହିରୋଇନ କୁ ଅଲଗା କରିଲା ଟାଇମରେ ହିରୋକୁ ମାଡ ହେବ ସେଇ ଟାଇମରେ ମାରିଛନ୍ତି ନାଇଁ ତ ରେପ ସିନ୍ ରେ ବି ମାରିଛନ୍ତି। ଆଚ୍ଛା ସେ ଦୁଇଟା ସିନ୍ ରେ ଆସିକିନା ମାରିଛନ୍ତି। କୋଉ ଗାଁର ନାଟରେ ଏମିତି ଅଭିନୟ କରୁଥିଲ ଯେ ଏମିତି ମାନେ କୋଉ ଗାଁରେ ନାଟରେ ଶିଖିଥିଲ ସେ ନାଟ ମାନେ ଆମର କଟଲା ପଦର ନାଟରେ ବେଶୀ ଗାଳି ଶୁଣିଛି ମୁଇଁ ଗାଳି ଶୁଣିଛ ବେଶୀ ଏମିତି କୋଉ ଗାଁ ନାଇଁ ଯେ ମୁଇଁ ଗାଳି ନ ଶୁଣିଲା ଗାଁ ପ୍ରତ୍ୟେକ ଗାଁରେ ଯୋଉ ଗାଁରେ ନାଟ ଗଲେ ବି ସବୁ ଦିନ ଗାଳି ଶୁଣିବାର ସେ ଖଟଲା ବୋର୍ଡ ନାଟ ଯୋଉ ଗାଁରେ ନେଲେ ମଧ୍ୟ ସେମିତି ଗାଳି ଶୁଣୁଥିଲ ସବୁ ଗାଁରେ ସେମିତି ଗାଳି ଶୁଣୁଥିଲି କାହିଁକି ସେ ଗାଁ ସେ ନାଟର ରୋଲ ମୋର ସେମିତି ଥିଲା। ଆଚ୍ଛା ଷ୍ଟେଜ ରେ ବାହାରିଲେ କିଟା ନହେଲେ କିଟା ଇଏ କରିକିନା ଆଗ ଆସିବାର ଆଚ୍ଛା ଗୋଟେ ଭଲରେ ଯାଇକିନା ଭଲରେ ତ ଆଇବାର ନାହିଁ ସେ ନାଟର ରୋଲ ସେମିତି ଥିଲା ଷ୍ଟେଜ ରେ ଗଲେ କିଟା ନସେଇକିନା ଆଗ ଆସିବାର ଆଚ୍ଛା ସେଥିପାଇଁ ଷ୍ଟେଜ ରେ ଗଲା ଟାଇମ ରେ ଇଏ ଗୋଟେ ଆସିଲା ବି ଇଏ କରିବା ପାଇଁ ବୋଲିକିନା ଭାଟରୁ ଆଉ ମତେ ଗାଳି ଦେଇ ଚାଲବାର ମାନେ ଯେତିକି ଜଣ ବସିକରି ଦେଖୁଥିବେ ସେ ଆଚ୍ଛା ସେ ଟାଇମରେ ତୁ ପଥର କିଏ ଗାଳି କରୁଥିବେ ସେ ଟାଇମରେ ଗୁରୁ ତମର ଉପରକୁ କଥା କଣ କହିଥିଲେ କି ନାଇଁ କିଛି କହିନାହାନ୍ତି କିଛି କହିନାହାନ୍ତି
ଆଚ୍ଛା ଯୋଉ ଖଟଲାପଦର ନାଟରେ ଯୋଉ କୋଉ ଗୁରୁ ଥିଲା ସେଠି ଭାଇ ମାନେ ସବୁଦିନ ତ ଆମର ଭୁବନ ଗୁରୁ ହୁଁ। ଆସିପାରିବେନି ହାଇ କୋଉ ଆମର ଗୁରୁ ଶିଶୁ ଥିଲା ଗୁରୁ ଥିଲା ଆମର ମାନସିଂ ଗୁରୁ ଥିଲା ମାନସିଂ ଗୁରୁ ହଁ ଆଚ୍ଛା ମାନସିଂ ଗୁରୁ କେବେ ମିଶା ଏତେ ମାନେ ଅଭିନୟ ବିଷୟରେ କଣ କହିଛନ୍ତି କି କହିନାହାନ୍ତି ନାଇଁ କିଛି କହିନାହାନ୍ତି କେବେ ବି ମାନେ ଭଲ କି ଖରାପ ନାଇଁ ଏଇଟା ଭଲ କିଛି ଭଲ ବୋଲିକିନା କହିଛନ୍ତି ସିନା ଖରାପ ବୋଲିକିନା କେବେ କହିନାହାନ୍ତି କହିନାହାନ୍ତି ହଁ ଆଚ୍ଛା ଏବେ ଆଗକୁ ଭୁବନ ଗୁରୁ ନାଟରେ ଅଭିନୟ କରିବ ନା ଆଉ ଅନ୍ୟ ଗୁରୁଙ୍କ ପାଖରେ ଅଭିନୟ କରିବ ଭାଇ ନାଇଁ ଆମେ ଭୁବନ ଗୁରୁ ପାଖରୁ ଆମେ ଶିକ୍ଷା ପାଇଛୁ ଅଲଗା ଗୁରୁ ପାଖରେ ତ ଯାଇହବ ନାହିଁ ମାନେ ଡାକବା ତ ଡାକୁଛନ୍ତି କେତେ ଗୁରୁ ନା ତ କହିବି ନାହିଁ କେତେ ଗୁରୁ ବି ମତେ ଫୋନ ଲଗେଇକିନା କଥା ହେଇଛନ୍ତି ଡାକି ବିଛନ୍ତି ହେଲେ ସବୁ ଗୁରୁକୁ ମନା କରିଦେଇଛି କାହିଁକି ବୋଲେ ଆମେ ଭୁବନ ଗୁରୁ ପାଖରେ ଶିକ୍ଷା ପାଇଛୁ ଭୁବନ ଗୁରୁ ଛଡା ଅନ୍ୟ ଗୁରୁ ପାଖରେ ତ ଯାଇହବ ନାହିଁ ଯଦି ଗଲେ ବି ଗୁରୁର ଅଭିଶାପ ଲାଗିଯିବ ଗୁରୁ ଦୂରି ହେଇଯିବ ସେଥିପାଇଁ ଗୁରୁକୁ ଛାଡି ହେବ ନାହିଁ ଆଚ୍ଛା ଯୋଉ ଭାଇ ଏବେ ମାନେ ନାଟ ଲାଇନରେ କଣ ପାଇଁ ନାଟ ଲାଇନକୁ ଯାଉଛ ଭାଇ ଏବେ ନାଟ ଲାଇନକୁ ଯିବା କଥା ବୋଲେ ସେମିତି କିଛି ତ ମୋର ପରିସ୍ଥିତି ନାହିଁ ହେଲେ କଳା ଲାଇନରେ ଗୋଟେ ଅଛୁ ଲୋକର ଭଲ ପାଇବା ଦେଉଛନ୍ତି ଆଉ ନିଜର ବି ଗୋଟେ ଇଣ୍ଟରେଷ୍ଟ ଅଛି ସେଥିପାଇଁ ଯିବାକୁ ପଡୁଛି ଆଚ୍ଛା ଯୋଉ ଆପଣ ଯୋଉ ଭାଇ ଯୋଉ ଭିଲେନ ଅଭିନୟ କରୁଛନ୍ତି ଭିଲେନ ଅଭିନୟ ଭିତରେ ମାନେ ଭଲ ଖରାପ ଜିନିଷ ଅଛି କି ନା ଭାଇ ଅଛି ଭଲ ଖରାପ ଜିନିଷ ଅଛି ଭଲ ଜିନିଷ ବି ଅଛି ଖରାପ ଜିନିଷ ବି ଅଛି ଆକା ଆଚ୍ଛା ଭିଲେନ ର ବେଶୀ ଭଲ ଖରାପ ଜିନିଷ ବେଶୀ ଥାଉଛି ନାଟରେ ଭିଲେନ ର କାମ ତ ଖରାପ କୋଉଟା ଗୋଟେ ନସେଇବାର କୋଉଟା ଗୋଟେ ଇଏ କରବାର ସେମିତି ଖରାପ ଜିନିଷ ଥାଉଛି ଖରାପ ଜିନିଷ ଅଛି ଯେ ଭିଲେନ ଅଭିନୟ କାହିଁ କରୁଛ ଭାଇ କରିବାକୁ ପଡୁଛି ଆଉ କଣ ପାଇଁ କରୁଛ ଗୋଟେ ସୁଖ ଆଉ ଗୋଟେ ଦୁଃଖ ଗୋଟେ ଲୋକକୁ ଯଦି କଷ୍ଟ ଦେଲେ ତ ସେ ଦୁଃଖ ପାଇବ ନହେଲେ ସେ ଦୁଃଖ ପାଇବ ନାହିଁ ସେଥିପାଇଁ ଗୋଟେ ଲୋକ କଷ୍ଟ ଦେବା ନିହାତି ଦରକାର ସେଥିପାଇଁ କରିବାକୁ ପଡୁଛି ଆଉ ତାକୁ କଷ୍ଟ ଦେଲେ ତ ସେ କଷ୍ଟ ପାଇବ ସେ କାନ୍ଦବ ଯଦି ଆମେ ତାକୁ ସୁଖ ଆକା ଦେବୁ ବୋଲେ ତାକୁ ଦୁଃଖ ମିଳିବ କି ମିଳିବ ନାହିଁ ଆଚ୍ଛା ସେଥିପାଇଁ ତାକୁ ଦୁଃଖ ଦେବାକୁ ପଡିବ ଆଉ ଷ୍ଟୋରି ଯିବ ନାହିଁ ସେଥିପାଇଁ କରିବାକୁ ପଡୁଛି ଆଉ ମାନେ ତମର ଭିଲେନ ଷ୍ଟୋରିକୁ ନେଇ ଲୋକ କିଛି ଶିଖି ପାରବେ କି ଶିଖି ପାରବେ ନାହିଁ ଭାଇ ଶିଖି ପାରବେ ସେମିତି କିଛି ତ କହିହେବ ନାହିଁ ମୁଇଁ ତ ଚାହୁଁ ନାହିଁ ମୁଁ ଖରାପ ଗୋଟେ ଭିଲେନ କରୁଛି ସେ ଖରାପ ଉଦ୍ଦେଶ୍ୟ ତାଙ୍କେ କରୁତୁ ବୋଲି ତ ମୁଇଁ ଚାହୁଁ ନାହିଁ କାହିଁକି ବୋଲେ ଆମେ ନାଟରେ ଭିଲେନ କରୁଛୁ ରିଏଲ ଭାବରେ ସେମିତି କିଏ କରୁତୁ ବୋଲିକିନା ମୁଇଁ ଚାହୁଁ ନାହିଁ ନାଟରେ ବୋଲିକିନା ଆମେ ଆଣା କଟା ସବୁ ଦେଖେଉଛୁ ହୁଁ। ଏମିତି ରିଏଲ ରେ ସେମିତି କିଛି ଅଣା କଟା ନ କରୁତୁ କାହାକୁ ସେଟା କହିବା କଥା ଆଚ୍ଛା ସେ କଥା ଯୋଉ ଏବେ ଯୋଉ ଭିଲେନ ଏମିତି ମାନେ କେବେ ମିଶା ମାନେ ରିଏଲ ଲାଇଫରେ ତମର କେବେ ସେମିତି ହେଇଥିଲା କି ଭାଇ ନାଇଁ କେବେ ସେମିତି ହେଇନାହିଁ ମାନେ କେବେ କାହାର ସହିତ ଝଗଡା ଝାଟି ଏମିତି ହେଇଥିଲା ତୁ ଗୋଟେ ଭିଲେନ ନିଜକୁ ଭିଲେନ ନାଟରେ ଅଭିନୟ କରି ଆସୁଛୁ ନାଟରେ ବାହାରୁଛୁ ବୋଲି କେବେ ଭିଲେନ ତୁ ସେମିତି କେବେ ଝଗଡା ଝାଟି କାହାର ସହିତ ହେଇଥିଲା କି ଭାଇ କୋଉଠି ନାଇଁ ନାଇଁ ସେମିତି କେବେ କିଛି କେବେ ହିଁ ନାଇଁ ଆଗକୁ ଗୋଟେ ଗୁରୁ ଆସିବ ହୁଁ। ମୋ ନାଟକ ଅଭିନୟ କରେ ମୁଁ 5,000 ମାନେ ଗୋଟେ ନାଇଟକୁ ଦେବି ବୋଲି ଯିବ କି ଯିବନି ଭାଇ ନାଇଁ ସେମିତି ତ ଆସିଛି ପ୍ରସ୍ତାବ ଆସିଛି ଆକା ସେମିତି କହିଛନ୍ତି ସିନା କେବେ ମୁଇଁ ଯାଉନାହିଁ ଆକା କି ଯିବି ବି ନାହିଁ ପଇସା ଇଏ ମନେକର ଭୁବନ ଗୁରୁ ପାଖରେ ତମେ 2,000 ପାଉଛ ହୁଁ ମୁଇଁ 3,000 ଲାଖା ଦେବି କି 3,500 ଲାଖା ଦେବି ବୋଲି କହିଛନ୍ତି ହୁଁ କହିଛନ୍ତି ସିନା ସବୁକୁ ମୁଇଁ ମନା କରିଦେଇଛି କଣ ପାଇଁ ମନା କରୁଛୁ ଭାଇ କାହିଁକି ମନା କରିଛି ବୋଲେ ଆମେ ଭୁବନ ଗୁରୁ ପାଖରେ ଅଛୁ ଫାଷ୍ଟରୁ ଆମକୁ ତ କିଏ ଜାଣିନଥିଲେ ହୁଁ ଭୁବନ ଗୁରୁ ନାଟରେ ମିଶିଲୁ ଆରେ ଭୁବନ ଗୁରୁ ପାଖରେ ବୁଲିଲୁ ରୁ ସବୁ ଲୋକ ଦୁନିଆର ଲୋକ ଆମକୁ ଜାଣିଛନ୍ତି ଆମେ ତ ସେମିତି କିଛି ବଡ କଳାକାର ତ ନାହିଁ ହୁଁ ଛୋଟିଆ ମୋଟିଆ କଳାକାର ହଁ ଟା ହଁ ସେଠି ବୁଲିକିନା ସବୁ ଜାଣିଛନ୍ତି ଭୁବନ ଗୁରୁ ଇଏରେ ସେଥିପାଇଁ ଭୁବନ ଗୁରୁକୁ ଛାଡି ହେବ ନାହିଁ ଆଚ୍ଛା ଭଲ କଥା ଗୋଟେ କହିଲ ଭାଇ ଗୁରୁ ଥିଲେ ହିଁ ବିଦ୍ୟା ହଁ ମିଳିବ ଗୁରୁ ଥିଲେ ହିଁ ବିଦ୍ୟା ମିଳିବ ଆଉ ଫାଷ୍ଟ ଗୁରୁକୁ ଛାଡି ହଁ ଅନ୍ୟ ଗୁରୁକୁ ଗଲା ହଇ ସେଇଟା ଠିକ ନାହିଁ ଠିକ ନାହିଁ ସେଟା ଫାଷ୍ଟ ଗୁରୁ ହିଁ ଗୁରୁ ଭାଇ ଯୋଉ ଆପଣଙ୍କ ନିଜ ନା କଣ ଭାଇ ନିଜ ନା ଶମ୍ଭୁ ଶମ୍ଭୁ ହିଁ ହଁ ଶମ୍ଭୁ ଆଉ ପୁରା ନାଟା କୁହନ୍ତୁ ଭାଇ ଶମ୍ଭୁ କରଲିଆ ଶମ୍ଭୁ କଲିଆ ହଁ
ଆଚ୍ଛା ଯୋଉ ଆପଣ ଲୋକପ୍ରିୟରେ କଣ ବୋଲି ଡାକନ୍ତି? ମତେ ଲୋକପ୍ରିୟରେ ମୋର ନିଜର ନାଁ ତ ଡାକିବେ ନାହିଁ, ବେଶୀରେ ମତେ ଯାଦବ ନାଁରେ ଆକା ବେଶୀ ଯାଦବ ଯାଦବ ନାଁରେ ଆକା ବେଶୀ ଜାଣିଛନ୍ତି। ଶମ୍ଭୁ ବୋଲେ ଶମ୍ଭୁ ଜାଣିନାହାନ୍ତି। ବୋଲେ ଜାଣିନାହାନ୍ତି ସେତେ। और शंभू भाई मते टाइम देबारु बहुत बहुत धन्यवाद भाई। ଧନ୍ୟବାଦ ଭାଇ। और दर्शक बंधु माने आजिर वीडियो तो एतिक ही रहिला और केमिति लागिला आपण माने कमेंट माध्यम रे जणांतु और भलो लागिला बोले लाइक सब्सक्राइब करंतु। सो हमर दर्शक बंधु माने को पई हमर शंभू भाई लास्ट को कहबे दुई पद और ଆପଣଙ୍କ ଭଲ ପାଉଛନ୍ତି ଯେତିକି ଲୋକ ଶମ୍ଭୁ ଭାଇ ସେମାନଙ୍କୁ କଣ କହିବା ପାଇଁ ଚାହୁଁଛନ୍ତି? ମୁଁ ଦର୍ଶକ ବନ୍ଧୁ ମାନଙ୍କୁ କହୁଛି ଏମିତି ମତେ ଭଲ ପାଇବା ଦେଇଥାନ୍ତୁ, ତମର ଆଶୀର୍ବାଦରୁ ଆହୁରି ଆଗକୁ ବି ଯାଇପାରିବି, ଏତିକି କହୁଛି ଦର୍ଶକ ଭାଇ ଭଉଣୀ ମାନଙ୍କୁ। ଦେଖିଲେ ବହୁତ ସୁନ୍ଦର କଥା କହିଲେ ଆମର ଶମ୍ଭୁ ଭାଇ, ସେଥିପାଇଁ ଆମର ଶମ୍ଭୁ ଭାଇକୁ ଟିକେ ମାନେ ଭଲସେ ଭଲ ପାଇବାଟା ଦିଅନ୍ତୁ और ଝଗଡ଼ା ଝାଟି କେବେ ମଧ୍ୟ କୋଉଠି ମଧ୍ୟ ନ କରନ୍ତୁ और ଭଲସେ କହିଲେ 2025 ପାଇଁ ଭଲସେ ନୂଆ ରୂପରେ ଆସିବି, ନୂଆରେ ଅଭିନୟ କରିବି କହିଲେ, ସେଥିପାଇଁ ଟିକେ ଆମର ଶମ୍ଭୁ ଭାଇକୁ ଟିକେ ହେଲ୍ପ କରନ୍ତୁ ଆଣ୍ଡ ଝଗଡ଼ା ଝାଟି କେବେ କରିବେନି और ଭଲ ପାଇବାଟା ବହୁତ ଅତି ମାତ୍ରାରେ ଦିଅନ୍ତୁ। और ଦର୍ଶକ ବନ୍ଧୁ ମାନେ କଣ କହିବି, ଆମର ଶମ୍ଭୁ ଭାଇର ଲାଇଫ ଷ୍ଟୋରି କେମିତି ଥିଲା ଦେଖିକରି କମେଣ୍ଟ ମାଧ୍ୟମରେ ନ ଭୁଲି କରି ଜରୁର କମେଣ୍ଟ କରିବ और ଭଲ ଲାଗିଲା ଅଧିକା ଭଲ ଲାଗିଲା ମାନେ ଲାଇକ୍ ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି। और ଆଜିର ଭିଡ଼ିଓ ଏତିକି ରହିଲା ଦର୍ଶକ ବନ୍ଧୁ ମାନେ, और କାର ଇଣ୍ଟରଭ୍ୟୁ ଯଦି କାର ଲାଇଫ ଷ୍ଟୋରି ଜାଣିବା ପାଇଁ ଚାହୁଁଥିବ ବୋଲେ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ସେ ଭାଇଙ୍କର ଯାଇ କେମିତି କଳା ଲାଇନକୁ ଆସିଥିଲା ସେ ଡିଟେଲ୍ସ ମାଧ୍ୟମରେ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖେଇବି। और ଏଇଠି ମୁଁ ଏଣ୍ଡ କରୁଛି, ଭିଡ଼ିଓ ଲମ୍ବା ହେଇଗଲାଣି।